ଦୋସ୍ତ ମୋ ପରି ସତ କିଏ ବା କହିପାରିବ? ଯଦି କେହି କହିଦିଏ ତେବେ ମୁଁ ଆଜି ହିଁ ଭବିଷ୍ୟବାଣୀ କରିବା ଛାଡ଼ିଦେବି। କାରଣ ଆଜି ରାହୁ କେତୁ ଏବଂ ଦେବଗୁରୁ ବୃହସ୍ପତି ଏପରି ସଂକେତ ଦେଉଛନ୍ତି ଯାହା ବର୍ଷ ବର୍ଷରେ ଥରେ ଦେଖିବାକୁ ମିଳିଥାଏ। ଆଜି ସନ୍ଧ୍ୟା ସମୟ କିଛି ଲୋକଙ୍କ ପାଇଁ ଭାଗ୍ୟର ନୂତନ ଦ୍ୱାର ଖୋଲିପାରେ, କିନ୍ତୁ ସେହିପରି ଏକ ଏପରି ରହସ୍ୟ ମଧ୍ୟ ସାମ୍ନାକୁ ଆସିବ ଯାହା ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଶେଷରେ ମୁଁ ଏପରି ଏକ ଜ୍ୟୋତିଷୟ ଉପାୟ କହିବି ଯାହା ଆପଣଙ୍କ ଭାଗ୍ୟ ବଦଳାଇବାରେ ସହାୟକ ବୋଲି ବିବେଚନା କରାଯାଏ। ତେଣୁ ଏହି କଥାଗୁଡ଼ିକୁ ଧ୍ୟାନରେ ରଖିବା ବହୁତ ଜରୁରୀ ଅଟେ। ଦୋସ୍ତ ଅତ୍ୟନ୍ତ ସାବଧାନ ରୁହନ୍ତୁ, କାରଣ ଆସନ୍ତା ଘଣ୍ଟାର ସମୟ ଆପଣଙ୍କ ପାଇଁ ବହୁତ ଖାସ୍ ରହିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବର୍ତ୍ତମାନ ଆପଣ ମାଲାମାଲ ହେବାକୁ ଯାଉଛନ୍ତି। ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ। ମୋ ପରି ସତ କିଏ ବା କହିପାରିବ? କାରଣ ଆଜି ମୁଁ ଆପଣଙ୍କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାକୁ ଯାଉଛି। ଆଜି ସନ୍ଧ୍ୟାରେ ଆପଣମାନେ ମାଲାମାଲ ହେବାକୁ ଯାଉଛନ୍ତି। ଏକ ନାଗଦେବତା ଆପଣଙ୍କ ଘରକୁ ପହଞ୍ଚି ପାରନ୍ତି ଏବଂ ଟଙ୍କାର ବାଲ୍ଟି ଆପଣଙ୍କୁ ମିଳିଯାଇପାରେ। ମନେ ରଖନ୍ତୁ, ଏହି ସମୟରେ ଆପଣଙ୍କୁ କିଛି ସାବଧାନତା ମଧ୍ୟ ଅବଲମ୍ବନ କରିବାକୁ ପଡ଼ିପାରେ, କାରଣ ଜଣେ ଝିଅ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିବାକୁ ଚାହୁଁଛି। ସମୟ ବହୁତ କମ୍ ଅଛି। ମୋ ଭବିଷ୍ୟବାଣୀକୁ ମଜାକ ବୋଲି ଭାବିବାର ଭୁଲ କରନ୍ତୁ ନାହିଁ ଏବଂ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ବର୍ତ୍ତମାନ ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ। ଦୋସ୍ତ ମୁଁ ଆପଣଙ୍କୁ ଯାହା କହିବାକୁ ଯାଉଛି ତାହା ଶୁଣି ଆପଣଙ୍କ ରୋମାଞ୍ଚ ଛିଡ଼ିଯିବ। ଆପଣଙ୍କୁ ବିଶ୍ୱାସ ହେବ ନାହିଁ। ଆମେ ଏପରି ଏକ ଭବିଷ୍ୟବାଣୀ କହିବାକୁ ଯାଉଛୁ ଯାହା ଆଜି ଆପଣଙ୍କ ଜୀବନରେ ପ୍ରାୟ 1% ସଠିକ୍ ପ୍ରମାଣିତ ହେବ। କାରଣ ଦୋସ୍ତ ଏହା ଭଗବାନଙ୍କ ମହିମା ଏବଂ ଆପଣଙ୍କ ପରିଶ୍ରମର ଫଳ ଅଟେ ଯାହା ଆପଣଙ୍କୁ ମିଳିବାକୁ ଯାଉଛି। ଆଜି ମୁଁ ଗ୍ରହମାନଙ୍କର ଯେଉଁ ସ୍ଥିତି କହିବାକୁ ଯାଉଛି ତାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏକାଭଳି ହୋଇ ନଥାଏ ଏବଂ ମୋ ଭବିଷ୍ୟବାଣୀକୁ କେହି ମିଛ ମଧ୍ୟ କରିପାରିବେ ନାହିଁ। ସମୟ ବହୁତ କମ୍ ଅଛି ଦୋସ୍ତ। ଭିଡ଼ିଓକୁ ଏକାନ୍ତରେ ଦେଖନ୍ତୁ, କାରଣ ଆସନ୍ତା ସମୟ ଆପଣଙ୍କ ଜୀବନ ପାଇଁ ସବୁଠାରୁ ଖାସ୍ ଏବଂ ଲାଭଦାୟକ ହୋଇପାରେ। ଏପରି ସମୟ ପ୍ରଥମ ଥର ପାଇଁ ଆପଣଙ୍କୁ ଦେଖିବାକୁ ମିଳିବାକୁ ଯାଉଛି। ଆଜିର ଏହି ସଂକେତ ସେହି ଲୋକମାନଙ୍କ ପାଇଁ ଯେଉଁମାନଙ୍କ ଜୀବନରେ ଦୀର୍ଘ ସମୟରୁ ସଂଘର୍ଷ, ଆର୍ଥିକ ଅସୁବିଧା, ଠକାମି ଏବଂ ମାନସିକ ଚାପ ଚାଲି ଆସୁଛି। ଅନେକ ଥର ଆପଣଙ୍କୁ ନିଜ ଲୋକମାନେ ହିଁ ଠକିଛନ୍ତି। ସେହିମାନଙ୍କ ପାଇଁ ଏହି ଭିଡ଼ିଓର ନିର୍ମାଣ କରାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେତେବେଳେ ରାହୁ ନିଜର ରହସ୍ୟମୟ ଶକ୍ତି, ସେହିପରି କେତୁ ନିଜର କର୍ମର ହିସାବ ଏବଂ ବୃହସ୍ପତି ନିଜର ଶୁଭ ଦୃଷ୍ଟି ଏକ ବିଶେଷ ସ୍ଥିତିକୁ ଆଣିଥାନ୍ତି, ସେତେବେଳେ ବ୍ୟକ୍ତିଙ୍କ ଜୀବନରେ ହଠାତ୍ ପରିବର୍ତ୍ତନର ଯୋଗ ବନିବାକୁ ଲାଗିଥାଏ ଏବଂ ଆପଣଙ୍କ କୁଣ୍ଡଳୀରେ ଏହି ସମୟ ପରିବର୍ତ୍ତନର ଗମ୍ଭୀର ଯୋଗ ଦୃଶ୍ୟମାନ ହେଉଛି। ଏହି ସମୟ ଧନ ପ୍ରାପ୍ତି ଯୋଗର ନିର୍ମାଣ ହୋଇଛି ଏବଂ ରାଜାଙ୍କ ପରି ଜୀବନ ଯିବା ପାଇଁ ରାଜଯୋଗର ମଧ୍ୟ ନିର୍ମାଣ ହୋଇଛି, ଯେଉଁଥିରେ ଗ୍ରହମାନଙ୍କ ରାଜା ସୂର୍ଯ୍ୟଦେବଙ୍କର ଏକ ବଡ଼ ହାତ ରହିଛି। କିନ୍ତୁ ଧ୍ୟାନ ରଖନ୍ତୁ, ଏହା କୌଣସି ଭୟଭୀତ କରୁଥିବା ଭବିଷ୍ୟବାଣୀ ନୁହେଁ, ବରଂ ଗ୍ରହମାନଙ୍କ ପ୍ରଭାବ ଆଧାରରେ ବନୁଥିବା ସମ୍ଭାବନା ଅଟେ ଯାହା ମୁଁ ଆପଣଙ୍କୁ ଆଗକୁ କହିବାକୁ ଯାଉଛି। ତେଣୁ ସର୍ବପ୍ରଥମେ ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦିଅନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ହର ହର ମହାଦେବ ଓ ନମଃ ଶିବାୟ। କାରଣ ବର୍ତ୍ତମାନ ଆପଣ ମହାଦେବଙ୍କ ଚମତ୍କାର ଆଖିରେ ଦେଖିବାକୁ ଯାଉଛନ୍ତି ଏବଂ ହନୁମାନଜୀ ତ ଆପଣଙ୍କ ରକ୍ଷା କରୁଛନ୍ତି ହିଁ। ତେବେ ଶେଷରେ କେଉଁ କେଉଁ ସଂକେତ ଆପଣଙ୍କୁ ମିଳିବ, ଚାଲନ୍ତୁ ପ୍ରଥମ ସଂକେତ ଜାଣିବା। ଦୋସ୍ତ ପ୍ରଥମ ସଂକେତ ହେଉଛି ସନ୍ଧ୍ୟା ସମୟ କାହିଁକି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଆଜିର ଭବିଷ୍ୟବାଣୀ ଅନୁଯାୟୀ ଆଜି ସନ୍ଧ୍ୟା ସୂର୍ଯ୍ୟାସ୍ତ ଆଖପାଖର ସମୟ ଆପଣମାନଙ୍କ ପାଇଁ
ଏକ ବିଶେଷ ଶକ୍ତି ନେଇ ଆସିପାରେ, ବହୁତ ବଡ଼ ଶିକ୍ଷା ନେଇ ଆସିପାରେ ଏବଂ ଯାହା ଆପଣଙ୍କ ଜୀବନରେ ପରିସ୍ଥିତିଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯିବ। କିନ୍ତୁ ଦୋସ୍ତ, ଆପଣଙ୍କୁ ହାତଯୋଡ଼ି ବିନତି କରୁଛି ଯେ ଭିଡ଼ିଓକୁ ସ୍କିପ୍ ନ କରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କୁହାଯାଏ ଯେ ଏହି ସମୟରେ ସୂର୍ଯ୍ୟଙ୍କ ଶକ୍ତି ଶାନ୍ତ ହୋଇଥାଏ ଏବଂ ଚନ୍ଦ୍ରଙ୍କ ମାନସିକ ଶକ୍ତି ସକ୍ରିୟ ହେବାକୁ ଲାଗିଥାଏ ଏବଂ ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ। ବହୁତ ପଜିଟିଭ୍ ସଂକେତ ମିଳୁଛି ଏହି ସମୟ ଆପଣଙ୍କ କୁଣ୍ଡଳୀ ପାଇଁ ଏବଂ ଆପଣ ଯେଉଁ ଖୁସି ପାଇବେ ତାହା ବାସ୍ତବରେ ପ୍ରଶଂସନୀୟ ଅଟେ। ସମୟ ବହୁତ କମ୍ ଅଛି ଦୋସ୍ତ, ସେଥିପାଇଁ ଭିଡ଼ିଓକୁ ସ୍କିପ୍ ନ କରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣଙ୍କ କୁଣ୍ଡଳୀରେ ଗୁରୁ ମଜବୁତ ଅଛନ୍ତି କିମ୍ବା ଏହି ଗୋଚର ଆପଣଙ୍କ ପକ୍ଷରେ ଅଛି, ଧନ ଦେଇ ଶୁଣନ୍ତୁ, ତେବେ ଆପଣଙ୍କୁ କୌଣସି ଶୁଭ ସମାଚାର ବହୁତ ପାଖରୁ ମିଳିପାରିବ ଏବଂ ମନେ ରଖନ୍ତୁ, ନୂତନ ସୁଯୋଗ, ଅଟକି ରହିଥିବା ଟଙ୍କା କିମ୍ବା କୌଣସି ପୁରୁଣା କାର୍ଯ୍ୟରେ ପ୍ରଗତିର ସଂକେତ ମଧ୍ୟ ମିଳିପାରିବ। କିଛି ଲୋକଙ୍କୁ ଏପରି ମଧ୍ୟ ଅନୁଭବ ହେବ ଯେ ହଠାତ୍ ସେମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଲାଗିଛି। ଜୀବନରେ କୌଣସି ବଡ଼ ହଲଚଲ ସୃଷ୍ଟି ହେଉଛି, ଏପରି ସମ୍ଭାବନା ମଧ୍ୟ ଦୃଶ୍ୟମାନ ହେଉଛି। ସେଥିପାଇଁ ଭିଡ଼ିଓକୁ ସ୍କିପ୍ ନ କରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ବର୍ତ୍ତମାନ ଉପରଲା ଆପଣଙ୍କ ପାଇଁ ବହୁତ ଭଲ ରାସ୍ତା ବାଛିଛନ୍ତି। ଆପଣଙ୍କୁ ନିଜ କାର୍ଯ୍ୟରେ ମଜବୁତ ସ୍ଥିତି ଆଣିବାକୁ ପଡ଼ିବ, ଟିକିଏ ଧ୍ୟାନ ଦେବାକୁ ପଡ଼ିବ, ତେବେ ଯାଇ ଆପଣଙ୍କୁ ଶୁଭ ସମାଚାର ମିଳିବ। ଅଟକି ରହିଥିବା ଟଙ୍କା ମଧ୍ୟ ଆପଣଙ୍କୁ ମିଳିପାରିବ, ପୁରୁଣା କାର୍ଯ୍ୟରେ ପ୍ରଗତି ମଧ୍ୟ ହୋଇପାରିବ, ଏପରି ଜ୍ୟୋତିଷ ଶାସ୍ତ୍ରର ସଂକେତ ରହିଛି। କିଛି ଲୋକଙ୍କୁ ଏପରି ମଧ୍ୟ ଅନୁଭବ ହେବ ଯେ ହଠାତ୍ ସେମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଲାଗିଛି। ଦେଖନ୍ତୁ, ଏଥିରେ ଭଗବାନଙ୍କ ଆଶୀର୍ବାଦ ଏବଂ ଆପଣ ଯେଉଁ ବର୍ଷ ବର୍ଷ ଧରି ଆଶା ରଖି ବସିଥିଲେ ଯେ ଆଜି ନହେଲେ କାଲି ଭଗବାନ ମୋର ଡାକ ଶୁଣିବେ, ମୋ ଭାଗ୍ୟରେ ମଧ୍ୟ ଧନ ଓ ଖୁସି ଫେରିଆସିବ, ବର୍ତ୍ତମାନ ସେହିପରି ସମୟର ନିର୍ମାଣ ହେବାକୁ ଯାଉଛି। ଦୋସ୍ତ, ମହାକାଶରେ ମଧ୍ୟ ବହୁତ ବଡ଼ ଗ୍ରହ ଗୋଚର ଘଟିଛି, ଯାହାର ସକାରାତ୍ମକ ପରିଣାମ ସିଧାସାଧା ଆପଣଙ୍କ ଘରେ ଦୃଶ୍ୟମାନ ହେବାକୁ ଯାଉଛି। ଏତିକି ନୁହେଁ, ନାଗଦେବତାଙ୍କ ସଂକେତ ମଧ୍ୟ ଆପଣଙ୍କୁ ମିଳିବାକୁ ଯାଉଛି। ହୋଇପାରେ ନାଗଦେବତା ଆପଣଙ୍କ ଘରକୁ ପହଞ୍ଚି ଆପଣଙ୍କୁ ଧନୀ କରିଦେବେ। ସନାତନ ପରମ୍ପରାରେ ନାଗଦେବତାଙ୍କୁ କେବଳ ସାପ ବୋଲି ଧରାଯାଇ ନାହିଁ, ବରଂ ଭୂମି ସଂରକ୍ଷଣ ଏବଂ ଗୁପ୍ତ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଇଛି। ହଁ ଦୋସ୍ତ, ନାଗଦେବତାଙ୍କ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ। ତେଣୁ ସେହି ନାଗଦେବତା ବର୍ତ୍ତମାନ ଆପଣଙ୍କ ଜୀବନରେ ଚମତ୍କାର କରିବାକୁ ଯାଉଛନ୍ତି। ଦୋସ୍ତ, ସମୟ ବହୁତ କମ୍ ଅଛି, ଭିଡ଼ିଓକୁ ଏକାନ୍ତରେ ଦେଖନ୍ତୁ, ତେବେ ଯାଇ ଆପଣ ମାଲାମାଲ ହୋଇପାରିବେ। ଦୋସ୍ତ, ଯଦି ଆସନ୍ତା ଦିନମାନଙ୍କରେ ଆପଣଙ୍କୁ ନାଗର ଚିତ୍ର, ସ୍ୱପ୍ନ, ପ୍ରତୀକ କିମ୍ବା ସେହିପରି କୌଣସି ଶୁଭ ସଂକେତ ଦୃଶ୍ୟମାନ ହେଉଛି, ତେବେ ଏହାକୁ କୌଣସି ସାଧାରଣ ସଂକେତ ବୋଲି ଭାବିବାର ଭୁଲ କରନ୍ତୁ ନାହିଁ। ଜ୍ୟୋତିଷାଚାର୍ଯ୍ୟମାନେ ଏହାକୁ ପୁରୁଣା ଅଟକି ରହିଥିବା କାର୍ଯ୍ୟ ଖୋଲିବାର ସଂକେତ ବୋଲି ମାନିଥାନ୍ତି। ସେ ଘର ସହିତ ଜଡ଼ିତ ହେଉ, ଯଦି ଆପଣଙ୍କ କାର୍ଯ୍ୟ ଅଧୁରା ଥିଲା, ତେବେ ତାହା ମଧ୍ୟ ପୂରା ହୋଇପାରିବ। କୌଣସି କାମ ଆପଣଙ୍କର ହେଉନଥିଲା, ତେବେ ସେହି କାମ ଆପଣଙ୍କର ହୋଇପାରିବ। ଏହା ସହିତ ମୁଁ ଆପଣଙ୍କୁ କହିବାକୁ ଚାହିଁବି ଯେ ଯଦି ଏହି ସମୟରେ ଭଗବାନ ମହାଦେବଙ୍କର କୌଣସି ସଂକେତ ଦେଖାଯାଏ, ତେବେ ଆପଣ ଏହି ଶ୍ରାବଣ ମାସରେ ତାଙ୍କ ଉପରେ ଗୋଟିଏ ଲୋଟା ଜଳ ଅର୍ପଣ କରିପାରିବେ ଏବଂ ଆପଣଙ୍କ ଜୀବନକୁ ସାର୍ଥକ କରିପାରିବେ। ଦୋସ୍ତ, ଧନଯୋଗ ବନିବାର ପ୍ରବଳ ସମ୍ଭାବନା ଦୃଶ୍ୟମାନ ହେଉଛି। ଆଜିର ଗ୍ରହ ସଂକେତ କହୁଛି ଯେ କିଛି ଲୋକଙ୍କ ପାଇଁ ଧନ ପ୍ରାପ୍ତିର ନୂତନ ରାସ୍ତା ଖୋଲିବ ଏବଂ ନୂତନ ସ୍ଥାନରୁ ଧନର ବର୍ଷା ହେବ। ନା ଆପଣଙ୍କ ପାଖରେ ଟଙ୍କାର କୌଣସି ଅଭାବ ରହିବ, ନା ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ରହିଛି, କାରଣ ବ୍ରହ୍ମାଣ୍ଡ ସମ୍ପୂର୍ଣ୍ଣ ଭାବରେ ସକ୍ରିୟ ହୋଇସାରିଛି। ସେଥିପାଇଁ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ
ଏବଂ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ହର ହର ମହାଦେବ। କିନ୍ତୁ ମୋ କଥାକୁ ଧ୍ୟାନର ସହିତ ଶୁଣନ୍ତୁ, କାରଣ ଏହି ସମୟରେ ଧନ ପ୍ରାପ୍ତିର ଅଲଗା ଅଲଗା ଯୋଗ ବନୁଛି। ପାର୍ବତୀଙ୍କ ସହାୟତା କିମ୍ବା କୌଣସି ପୁରୁଣା ନିବେଶରୁ ମଧ୍ୟ ସମ୍ବନ୍ଧ ହୋଇପାରେ। ଆପଣଙ୍କୁ ବହୁତ ଲାଭ ମିଳିବ ଦୋସ୍ତ। ବଜରଙ୍ଗବଲି ମଧ୍ୟ ଆପଣଙ୍କ କୁଣ୍ଡଳୀରେ ମେରବାନ ହେଉଥିବା ଦୃଶ୍ୟମାନ ହେଉଛନ୍ତି। ଅର୍ଥାତ୍ ଯେଉଁ ସବୁ ଯୁବକ ଚାକିରି ପ୍ରସ୍ତୁତିରେ ଲାଗିଥିଲେ, ସେମାନଙ୍କୁ ବହୁତ ଶୀଘ୍ର ବଡ଼ ଚାକିରିରେ ଜବ୍ ମିଳିପାରେ କିମ୍ବା ବେସରକାରୀ କମ୍ପାନୀରେ ମଧ୍ୟ କାମ ମିଳିପାରେ। ଅଟକି ରହିଥିବା ଟଙ୍କା ଆପଣଙ୍କ ପାଖକୁ ଆସିପାରେ ଏବଂ ଯଦି ଗତ କେତେ ମାସ ହେବ ଆର୍ଥିକ ଅସୁବିଧା ଚାଲିଛି, ତେବେ ଧୀରେ ଧୀରେ ସ୍ଥିତି ସୁଧୁରିବାର ଯୋଗ ବନୁଛି। ବର୍ତ୍ତମାନ ଆପଣଙ୍କ ଜୀବନରେ ପରିବର୍ତ୍ତନ ଦୃଶ୍ୟମାନ ହେଉଛି। ମୋତେ ବହୁତ ଭଲ ଭାବରେ ଜଣାଅଛି ଯେ ଏପରି ପରିବର୍ତ୍ତନ ଆସିବାରେ ବହୁତ ସମୟ ଲାଗିଗଲା। କିନ୍ତୁ ସେ କୁହନ୍ତି ନା, ଭଲ ସମୟ ସର୍ବଦା ଧୈର୍ଯ୍ୟ ଏବଂ ଡେରିରେ ହିଁ ଆସିଥାଏ। ଭଗବାନ ଟିକିଏ ଆପଣଙ୍କୁ ଅପେକ୍ଷା କରାଇଛନ୍ତି, ମୋତେ ଜଣାଅଛି। କିନ୍ତୁ ବହୁତ ସୁନ୍ଦର ସୁଯୋଗ ମଧ୍ୟ ଆପଣଙ୍କୁ ଦେଇଛନ୍ତି। କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ, ଗ୍ରହ ସୁଯୋଗ ଦେଇଥାନ୍ତି। ସଫଳତା ପରିଶ୍ରମ ଏବଂ ସଠିକ୍ ନିଷ୍ପତ୍ତିରୁ ମିଳିଥାଏ। ଏହି କଥା ଭୁଲନ୍ତୁ ନାହିଁ। ଯଦି ଆପଣ ପରିଶ୍ରମ କରୁଛନ୍ତି, ତେବେ ନିଶ୍ଚିତ ଭାବରେ ଗୋଟିଏ ଦିନ ଆପଣ ଜଣେ ସଫଳ ବ୍ୟକ୍ତି ହୋଇଯିବେ। ଗୋଟିଏ ରହସ୍ୟ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ସେଥିପାଇଁ ଆପଣଙ୍କୁ ଟିକିଏ ଧ୍ୟାନ ଦେଇ ଶୁଣିବାକୁ ହେବ। ଏହି କଥା ବହୁତ କମ୍ ଲୋକ ବୁଝିଥାନ୍ତି। ଯେତେବେଳେ ରାହୁ ଭ୍ରମ ସୃଷ୍ଟି କରେ, ଶନି ଅଧିକ ସକ୍ରିୟ ହୁଅନ୍ତି ଏବଂ ଗୁରୁ ସଠିକ୍ ଦିଶା ଦେଖାନ୍ତି, ସେତେବେଳେ ମନୁଷ୍ୟ ଆଖପାଖରେ ଦୁଇ ପ୍ରକାରର ଲୋକ ଦୃଶ୍ୟମାନ ହେବାକୁ ଲାଗିଥାନ୍ତି। ଜଣେ ସେହି ବ୍ୟକ୍ତି ଯିଏ ଆପଣଙ୍କ ସଫଳତା ଚାହାନ୍ତି, ଆପଣଙ୍କୁ ଜଣେ ବଡ଼ ମଣିଷ ହେବାର ଦେଖିବାକୁ ଚାହାନ୍ତି। ଅନ୍ୟପକ୍ଷରେ ସେହି ଲୋକମାନେ, ଦୋସ୍ତ, ବୈବାହିକ ଜୀବନ ସୁଖମୟ ରହିବ। ପରିବାରର କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଆପଣଙ୍କ ମାର୍ଗଦର୍ଶନରେ ପୂରା ହେବ ଏବଂ ଅଧିକ ଜଙ୍କ ଫୁଡ୍ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇପାରେ। ବାହାରର ତେଲଯୁକ୍ତ ଜିନିଷରୁ ଆପଣଙ୍କୁ ବଞ୍ଚିବା ଉଚିତ ଏବଂ ଭଲ ଜିନିଷର ସେବନ କରିବା ଉଚିତ, ଯାହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଆଜି ଦିଲ୍ ଏବଂ ମସ୍ତିଷ୍କ ମଧ୍ୟରେ ସନ୍ତୁଳନ ବଜାୟ ରଖି ନିଷ୍ପତ୍ତି ନେବାକୁ ହେବ ତଥା ପରିବାରରେ କୌଣସି ବିଷୟରେ ଅଲଗା ଅଲଗା ମତ ମଧ୍ୟ ସାମ୍ନାକୁ ଆସିପାରେ। ପ୍ରେମ ଏବଂ ସହଯୋଗ ଦ୍ୱାରା ମାମଲା ସମାଧାନ ହୋଇଯିବ। ଯୁଗ୍ମ ଆର୍ଥିକ ଯୋଜନା ବା ପାର୍ଟନରସିପ୍ ଉପରେ ବିଚାର କରାଯିବ ଏବଂ ସମ୍ପର୍କୀୟମାନଙ୍କ ସହିତ ମେଳାମିଶା ବଢ଼ିବ। ଦୋସ୍ତ, ମ୍ୟାନେଜମେଣ୍ଟରେ ଟିମ୍ର ସହଯୋଗରେ ନୂତନ ସୁଯୋଗ ମଧ୍ୟ ମିଳିପାରେ। ଶିକ୍ଷା କ୍ଷେତ୍ରର ଲୋକମାନେ ନୂତନ ଦିଗରେ ଆଗକୁ ବଢ଼ିବେ। ମେଡିକାଲ କ୍ଷେତ୍ରରେ ଟିମ୍ ରକ ଦ୍ୱାରା ସହାୟତା ମିଳିବ ଏବଂ ମିଡିଆରେ କୌଣସି କଣ୍ଟ୍ରାକ୍ଟକୁ ନେଇ ଦ୍ୱନ୍ଦ୍ୱ ମଧ୍ୟ ରହିପାରେ। ନୂତନ ପ୍ରଯୁକ୍ତିବିଦ୍ୟା ଶିଖିବା କ୍ୟାରିୟର ପାଇଁ ଲାଭଦାୟକ ହେବ। ସିଙ୍ଗଲ ଲୋକମାନଙ୍କର କାହା ପ୍ରତି ଗଭୀର ଆକର୍ଷଣ ବଢ଼ିପାରେ, କିନ୍ତୁ ନିଷ୍ପତ୍ତି ନେବା କଷ୍ଟକର ଲାଗିବ। ପତି ପତ୍ନୀଙ୍କୁ ଖୋଲାଖୋଲି ଭାବରେ କଥାବାର୍ତ୍ତା କରିବାର ସୁଯୋଗ ମିଳିବ। ଦୋସ୍ତ, ଗଳାରେ ଶୁଷ୍କତା କିମ୍ବା ଜ୍ୱଳନ ହୋଇପାରେ। ପାଚନ ମନ୍ଥର ରହିପାରେ, ସେଥିପାଇଁ ହାଲକା ଭୋଜନ ନିଅନ୍ତୁ, ଉଷୁମ ପାଣି ପିଅନ୍ତୁ। ମାନସିକ ଦ୍ୱନ୍ଦ୍ୱ କାରଣରୁ କ୍ଳାନ୍ତି ଅନୁଭବ ହୋଇପାରେ, ଟିକିଏ ବିଶ୍ରାମ ମଧ୍ୟ କରନ୍ତୁ। କାରଣ ଆପଣଙ୍କ ଶରୀର କୌଣସି ମେସିନ୍ ନୁହେଁ, ଏହାକୁ ମଧ୍ୟ ବିଶ୍ରାମର ବହୁତ ଆବଶ୍ୟକତା ରହିଛି। ସକାଳେ ଇନକମ୍ ଟିକିଏ କମ୍ ରହିବ, କିନ୍ତୁ ଯଦି ଆପଣ ଯୋଜନା ପ୍ରସ୍ତୁତ କରି ଚାଲିବେ, ତେବେ ବହୁତ ଶୀଘ୍ର ସଫଳତା ପ୍ରାପ୍ତ କରିବେ ଏବଂ ଆପଣଙ୍କ ଇନକମ୍ ମଧ୍ୟ ବଢ଼ିଯିବ। କାମ କରିବାର ଇଚ୍ଛା ହେବ ନାହିଁ, ବିବାଦ ହୋଇପାରେ। ଦ୍ୱିପ୍ରହରରେ ସୁଧାର ଆସିବ। ମାଙ୍ଗଳିକ ଉତ୍ସବରେ ସାମିଲ ହେବାର ସୁଯୋଗ ପ୍ରାପ୍ତ ହେବ। ସେହିପରି ପରିବାରର ସାଥ ପ୍ରାପ୍ତ ହେବ ଏବଂ କାର୍ଯ୍ୟ ସଫଳ ହେବ ଏବଂ ପରିଚିତମାନଙ୍କ ସହିତ ସନ୍ଧ୍ୟା ସମୟରେ ଭେଟଘାତ ହୋଇପାରେ। ସନ୍ଧ୍ୟା ସମୟରେ ଖର୍ଚ୍ଚର ଅଧିକତା ମଧ୍ୟ ରହିବ। ଦୋସ୍ତ, ଆପଣ ଏପରି କାମଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ, ଯାହା କାମ ସହିତ ନୂତନ ଜ୍ଞାନ ମଧ୍ୟ ଆପଣଙ୍କୁ ମିଳେ।
ପରିବାର ଏବଂ ଟଙ୍କା ସହିତ ଜଡ଼ିତ ଗତିବିଧି ବ୍ୟବସ୍ଥିତ ରହିବ। କିଛି ସମୟ ଶାନ୍ତିରେ ନିଜ ବିଷୟରେ ଚିନ୍ତା କରିବା ଦ୍ୱାରା ଦ୍ୱନ୍ଦ୍ୱର ସମାଧାନ ମଧ୍ୟ ମିଳିବ ତଥା ଭାବବିହ୍ୱଳ ହୋଇ ନିଜର ଜରୁରୀ କିମ୍ବା ବ୍ୟକ୍ତିଗତ କଥା କାହାକୁ କୁହନ୍ତୁ ନାହିଁ। କେହି ଏହାର ଭୁଲ ଫାଇଦା ମଧ୍ୟ ଉଠାଇପାରେ। ମୁସ୍କିଲ ପରିସ୍ଥିତିରେ ଶାନ୍ତ ବ୍ୟବହାର ରଖନ୍ତୁ। ପିଲାମାନଙ୍କ ସହିତ ସମୟ ବିତାଇବା ଦ୍ୱାରା ସେମାନଙ୍କ ଆତ୍ମବିଶ୍ୱାସ ବଢ଼ିବ ଏବଂ ବ୍ୟାଜନେ ସିଲସିଲାରେ ଯାତ୍ରା ମଧ୍ୟ ହୋଇପାରେ। ବଡ଼ ଅର୍ଡର ମିଳିବାର ପ୍ରବଳ ଯୋଗ ଦୃଶ୍ୟମାନ ହେଉଛି। ଆପଣଙ୍କ ଜରୁରୀ ଯୋଜନା ଗୋପନୀୟ ରଖନ୍ତୁ, କାରଣ ଏହା ଅନ୍ୟମାନଙ୍କ ପାଖରେ ପହଞ୍ଚିବାର ଆଶଙ୍କା ରହିଛି ତଥା ମାର୍କେଟିଂ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। ଚାକିରି ପେଶା ଲୋକମାନଙ୍କ ପାଇଁ ଲକ୍ଷ୍ୟ ଉପରେ ପୂରା ଫୋକସ ବଜାୟ ରଖିବା ଆପଣଙ୍କ ପାଇଁ ହିତକର ରହିବ। ପରିବାର ଲୋକଙ୍କ ମଧ୍ୟରେ ଭଲ ତାଳମେଳ ରହିବା ଦ୍ୱାରା ଘରର ପରିବେଶ ସୁଖଦ ରହିବ ଏବଂ ଯୁବବର୍ଗଙ୍କୁ ଡେଟ୍ରେ ଯିବାର ସୁଯୋଗ ମଧ୍ୟ ମିଳିପାରେ। ଦୋସ୍ତୋ, ଆଜି କୌଣସି ପୁରୁଣା ସ୍ଥିତିକୁ ଛାଡ଼ି ଆଗକୁ ବଢ଼ିବା ବିଷୟରେ ଚିନ୍ତା କରିପାରନ୍ତି। ପରିବାରର କୌଣସି କଥା ଆପଣଙ୍କୁ ଗମ୍ଭୀରତାର ସହିତ ବିଚାର କରିବାକୁ ବାଧ୍ୟ କରିବ। ମନ ଟିକିଏ ଉଦାସ କିମ୍ବା ଅଲଗା ରହିପାରେ। ପୁରୁଣା ନିବେଶ କମିବା କିମ୍ବା ସମ୍ବନ୍ଧରୁ ଦୂରେଇ ରହିବାର ସ୍ଥିତି ବନିବ। ନିଷ୍ପତ୍ତି ନେବା ପୂର୍ବରୁ ଶାନ୍ତ ମନରେ ବିଚାର କରନ୍ତୁ। ଦୋସ୍ତୋ, କୌଣସି ପୁରୁଣା ପ୍ରୋଜେକ୍ଟରୁ ହଟିବା ଦ୍ୱାରା ନୂତନ ସୁଯୋଗ ମିଳିପାରେ। ଶିକ୍ଷା କ୍ଷେତ୍ରର ଲୋକମାନେ ବିଷୟ କିମ୍ବା ଦିଗ ବଦଳାଇବା ଉପରେ ବିଚାର କରିବେ। ବ୍ୟାଙ୍କିଂରେ ପୁରୁଣା ତରିକା ଛାଡ଼ି ନୂତନ ବ୍ୟବସ୍ଥା ଆପଣାଇବାକୁ ପଡ଼ିପାରେ। କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବା ଉଚିତ। ମନକୁ ଶାନ୍ତ କରିବା ପାଇଁ ନିଜ ପସନ୍ଦର ସଙ୍ଗୀତ ଶୁଣନ୍ତୁ। ଖାଦ୍ୟପେୟ ଭଲ ରଖନ୍ତୁ ଏବଂ ତେଲଯୁକ୍ତ ଭୋଜନ କମ୍ କରନ୍ତୁ। ଯଦି ପ୍ରେମ ପ୍ରକଟ କରିବାକୁ ଯାଉଛନ୍ତି ତେବେ ସାବଧାନ ରୁହନ୍ତୁ। ବୈବାହିକ ଜୀବନରେ ସୁଖ ରହିବ। ନୂତନ ଲୋକଙ୍କ ପ୍ରତି ଆକର୍ଷଣ ମଧ୍ୟ ବଢ଼ିବ। ଦୋସ୍ତୋ, ବର୍ତ୍ତମାନ ଆପଣଙ୍କ ପାଇଁ ସେହି ସମୟ ଆସିଛି ଯାହାର ଆପଣ ଦୀର୍ଘ ଦିନରୁ ଅପେକ୍ଷା କରୁଥିଲେ। ଦୁଃଖଦର୍ଦ୍ଦର ଘଡ଼ି ସମାପ୍ତ ହୋଇସାରିଛି ଏବଂ ଖୁସି ଆପଣଙ୍କ ଘରକୁ ଆସିବାକୁ ଯାଉଛି। ଭିଡ଼ିଓକୁ ସ୍କିପ୍ କରନ୍ତୁ ନାହିଁ ଏବଂ ଶେଷ ପର୍ଯ୍ୟନ୍ତ ଭିଡ଼ିଓକୁ ଦେଖନ୍ତୁ। ଯଦି ଆପଣ ଧ୍ୟାନ କରୁଛନ୍ତି ତେବେ ଏହା ଦ୍ୱାରା ଆପଣଙ୍କୁ ବହୁତ ଅଧିକ ଶାନ୍ତି ମିଳିବ। ଆପଣଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ଆଜି ନିଜ ଘରର ଲୋକମାନଙ୍କ ସହିତ କଥା ହେବାର ଆବଶ୍ୟକତା ରହିଛି। ସେମାନଙ୍କ ପରାମର୍ଶ ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଧାରିବାରେ ସହାୟକ ହେବ। କୌଣସି ଏପରି କାମ ସହିତ ପରସ୍ପର ସମ୍ବାଦର ଅଭାବ ଯାହାର ଆପଣଙ୍କୁ ବହୁତ